ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୁନି କୁନି ପିଲାମାନଙ୍କ ପାଇଁ 10 ଧାଡ଼ି ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଉପସ୍ଥିତ ମୋର ସମସ୍ତ ଛୋଟ ବଡ଼ ଭାଇ ଭଉଣୀମାନେ, ମୁଁ ସର୍ବପ୍ରଥମେ ଆପଣମାନଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଆଜି 2025 ମସିହା ଜାନୁଆରୀ ମାସ 26 ତାରିଖ ଆମ ଦେଶର 76ତମ ସାଧାରଣତନ୍ତ୍ର ଦିବସ। ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଆମେ ଜାଣନ୍ତି ଯେ 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା, କିନ୍ତୁ ଆମ ଦେଶରେ କୌଣସି ଆଇନ କାନୁନର ବ୍ୟବସ୍ଥା ନଥିଲା। ତେଣୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଦେଶର ସମ୍ବିଧାନ ଲେଖିବା ଆରମ୍ଭ ହୋଇଥିଲା। 1950 ଜାନୁଆରୀ 26 ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ତେଣୁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ଏହି ସମ୍ବିଧାନ ତିଆରି ହେବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆଜିର ଏହି ପବିତ୍ର ଦିବସରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ତଥା ବୀରପୁତ୍ରମାନଙ୍କୁ ପ୍ରଣାମ ଜଣାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜି ଆମେମାନେ ମିଳିମିଶି ଶପଥ ନେବା ଯେ ଆମ ଦେଶକୁ ବିଶ୍ୱର ସର୍ବୋତ୍ତମ ଦେଶ ରୂପେ ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଭାରତ, ଜୟ ସମ୍ବିଧାନ।